জয় গুরু। আজির আলোচ্য বিষয়টি হচ্ছে যে সিদ্ধি আসে কেତେବେଳେ কিপরি ଆଉ ଅସିଦ୍ଧି କାହିଁକି ଆସେ। ସିଦ୍ଧି କୋଉଠି ଆସେ? ଆମେ କୌଣସି କାର୍ଯ୍ୟରେ ସିଦ୍ଧି ଲାଭ କରିବାକୁ ଚାହୁଁ, ସାଧନାରେ ସିଦ୍ଧି ଲାଭ କରିବାକୁ ଚାହୁଁ, ଆମେ ଯେକୌଣସି କାର୍ଯ୍ୟ କରିକି ସେଇଠି ସକ୍ସେସଫୁଲ ହେବାକୁ ଚାହୁଁ, ତାହା ହିଁ ସିଦ୍ଧି। ହେଲେ ଆମେ କ'ଣ ଜାଣିଛୁ? ଆମେ ସମସ୍ତେ ପ୍ରାୟ ଜାଣିଛୁ, କିନ୍ତୁ ତଥାପି ମନେ ରହୁନଥିବ, ଭୁଲି ଯାଉଛି ଯେ ମୋତେ କ'ଣ କରିବାର ଅଛି, କେମିତି ଭାବରେ କ'ଣ କଲେ ମୁଁ ଏଇ କାମରେ ସିଦ୍ଧି ଲାଭ କରିବି, ସକ୍ସେସଫୁଲ ହେଇପାରିବି, ସେ କଥା ଗୁଡ଼ିକୁ ଭୁଲି ଯାଉ। ହେଲେ ସିଦ୍ଧି ଲାଭ କରିବାକୁ ହେଲେ କ'ଣ କରିବାକୁ ପଡ଼ିବ? କ୍ରମାଗତ ଭାବରେ ଧୈର୍ଯ୍ୟର ସହିତ ଶାନ୍ତ ମନରେ ସୁକେନ୍ଦ୍ରିକ ହୋଇ ସେ କାର୍ଯ୍ୟଟିକୁ କରିବାକୁ ପଡ଼ିବ, ନୁହଁ କି? ହେଲେ ସିଦ୍ଧି ଆସିବ। ହେଲେ ଏମିତି ସିଦ୍ଧି ଆସିବା ବାଟରେ କେତେ ପ୍ରକାର ବିପଦ ଆସେ। କିପରି? ଏହି ସିଦ୍ଧି ଲାଭ ପଥରେ ଅନେକ ପ୍ରକାର ବାଧା, ଯେପରି ସାଙ୍ଗସାଥୀ, ବନ୍ଧୁ ବାନ୍ଧବଙ୍କ ପ୍ରତି ମନୋଭାବ, ହିଂସା, ଦ୍ୱେଷ, ବିଦ୍ୱେଷ, କାମ, କ୍ରୋଧ, ଲୋଭ, ମୋହ, ଏଇଗୁଡ଼ିକ ଆମର ବାଧା ଆସେ। ତେଣୁ ଶ୍ରୀ ଠାକୁର ଏଇ ହିଂସା, ଦ୍ୱେଷ, ବିଦ୍ୱେଷରୁ ମୁକ୍ତି ପାଇବା ପାଇଁ ସୁନ୍ଦର ବାଣୀଟି ଦେଇଛନ୍ତି। ଅପରର ମଙ୍ଗଳ କାମନା ହିଁ ନିଜ ମଙ୍ଗଳର ପ୍ରସୂତି। ଆମେ ଯଦି ଅପରର ପାଇଁ ମଙ୍ଗଳ କାମନା କରିବୁ, ସେମାନଙ୍କ ପ୍ରତି ମୋର ପ୍ରେମ ଭାବ ଜାଗ୍ରତ ହେବ, ଆଉ ଅପରର ଯେପରି ମଙ୍ଗଳ ହେବ ସେଇ ପ୍ରଚେଷ୍ଟାରେ ସେମାନେ ମଧ୍ୟ ମୋତେ ମୋର ଯାହା ଯେଉଁଥିରେ ମୁଁ ଖୁସି ହୁଏ ସେଇ କାର୍ଯ୍ୟଟି କରିବେ। ପୁଣି ଅଛି ଏଇଭଳି ଭାବରେ ମୁଁ ଯେଉଁ କାର୍ଯ୍ୟଟି କରିଚାଲିଛି ସେଇ କାର୍ଯ୍ୟରେ ଅନ୍ୟମାନେ ବାଧା ହେବେନି। ପୁଣି କହୁଛନ୍ତି ଯେ ଦୌଡ଼ି ଯାଅ, କିନ୍ତୁ ଧଇଁସେଇ ଯାଅନି, ଯେପରି ଝୁଣ୍ଟି ନ ପଡ଼, ନଜର ରଖ। ଅର୍ଥାତ୍ ଯେ ଆମକୁ କାର୍ଯ୍ୟଟି କରିବାକୁ ପଡ଼ିବ, ସେ କାର୍ଯ୍ୟଟି କରିବା ବେଳକୁ ବହୁତ ଫାଷ୍ଟ, ଯେତେ ଫାଷ୍ଟ ସମ୍ଭବ ଯିବୁ, କରିଚାଲିବୁ, କିନ୍ତୁ ନଜର ରଖିବାକୁ ପଡ଼ିବ ଯେ ମୁଁ ଯେମିତି ଝୁଣ୍ଟି ନ ପଡ଼େ, ମୁଁ ଧଇଁସଇ ନ ଯାଏ, ଏଇ ଦୁଇଟି ଦିଗରେ ଖେଳିବୁ। ହେଲେ ଧଇଁସଇ ଗଲେ ମାନେ ଅର୍ଥାତ୍ ଆମର ବ୍ୟାଲେନ୍ସ ରଖିବାକୁ ପଡ଼ିବ। ଶ୍ରୀ ପିତୃଦେବ ଗୋଟେ ଉଦାହରଣ ଦେଇକି କହିଥିଲେ ଯେ ଜଣେ ଲୋକ ବଞ୍ଚିବା ପାଇଁ ପଇସା ଦରକାର, ଆଉ ପଇସା ରୋଜଗାର କରିବା ପାଇଁ ସେ ଜଣେ ଗୋଟିଏ ବିଜନେସ୍ ଆରମ୍ଭ କଲେ, ଇଣ୍ଡଷ୍ଟ୍ରି ଖୋଲିଲେ। ଇଣ୍ଡଷ୍ଟ୍ରି ଖୋଲିକି ସେଇ ପଇସା କରୋଡ଼ କରୋଡ଼ ଟଙ୍କା ଇନକମ୍ କଲେ, କିନ୍ତୁ ଶେଷରେ ଦେଖାଗଲା ଏଇ କାର୍ଯ୍ୟ କରିବାର ନିଶାରେ ସେ ନିଜର ଶରୀରର କଥା ଭୁଲିଗଲା ଏବଂ ଶେଷରେ କ'ଣ ହେଲା? ଡାଇବେଟିସ୍, ବ୍ଲଡ଼ ପ୍ରେସର ଇତ୍ୟାଦି ରୋଗରେ ଆକ୍ରାନ୍ତ ହେଲା। ଶେଷରେ ଦେଖାଗଲା ଯେ କେବଳ ବାଲି ଖାଇକି ଜୀବନ ବିତାଇବାକୁ ପଡ଼ିଲା। ହେଲେ ଏଇଟା କ'ଣ? ଯେ ଆମେ ପଇସା ରୋଜଗାର କରିବା, ପଇସା ରୋଜଗାର କରିବା ଉଦ୍ଦେଶ୍ୟ, ସେଇ ଉଦ୍ଦେଶ୍ୟରେ ଯାଇକି ଆମେ ଆମର ଶରୀରଟାକୁ ଭୁଲି ଯାଇଛୁ, ଶରୀର ପ୍ରତି ଧ୍ୟାନ ଦେଲୁ, ନିୟମଟାକୁ ଭୁଲିଗଲୁ, ଶରୀର ବିଧାନରେ ଯାହା ଯାହା ଦରକାର ତାହା ଆମେ ତାକୁ ଦେଇବୁ। ତ ଏମିତି ପ୍ରକାର ବାଧା ବି ଆସେ। ପୁଣି ଠାକୁର କହୁଛନ୍ତି ଯେ କାର୍ଯ୍ୟ କିପରି କରାଯିବ? କର୍ମୀ, ଆମେ କାର୍ଯ୍ୟ ଯିଏ କରି ସମସ୍ତେ କର୍ମୀ, ସିଏ କିପରି ହେବେ ନା କାର୍ଯ୍ୟ ବେଶୀ କରିବ, କିନ୍ତୁ କାର୍ଯ୍ୟର ଗୁଣ, କାର୍ଯ୍ୟର କଥା ଚାରିଆଡ଼େ କହି ବୁଲିବା ନାହିଁ। କହିବାରେ କମ୍, କାର୍ଯ୍ୟରେ ଅଧିକ, ପ୍ରଥମ ଶ୍ରେଣୀର କର୍ମୀ। ଆଉ ଯିଏ କହନ୍ତି, ପୁଣି ଏମିତି ବି ଲୋକ ଅଛନ୍ତି, ଭଲ କାର୍ଯ୍ୟଟି କ'ଣ କଲା କି ନ କଲା ସେ ଗାଇ ବୁଲିଲା, ଯେମିତି କରନ୍ତି ସେମିତି କହି ବୁଲିଲା, ଦ୍ୱିତୀୟ ଶ୍ରେଣୀର। ତୃତୀୟ ଶ୍ରେଣୀର ସେ ଟିକେ ଅଧେ କରୁଛି କି ନ କରୁଛି, ସେ ଅଧିକ ଗାଇ ବୁଲୁଛି, ମୁଁ ଏଇଟା କରିଛି, ମୁଁ ସେଇଟା କରିଛି, ମୁଁ ତାର ପାଇଁ ଏତେ କରିଛି, ଏମିତି ବିଭିନ୍ନ କଥା କହନ୍ତି। ଏମାନେ ହେଉଛନ୍ତି ତୃତୀୟ ଶ୍ରେଣୀର କର୍ମୀ। ଆଉ ଯେଉଁମାନଙ୍କର କହିବାରେ ମଧ୍ୟ ଆଳସ୍ୟ, କରିବାରେ ମଧ୍ୟ ଆଳସ୍ୟ, ସେମାନେ ହେଉଛନ୍ତି ଅଧମ। ତ ଆମେମାନେ କି ଅଧମ ହେବାକୁ ଚାହୁଁନୁ, ଆମେମାନେ ସମସ୍ତେ ପ୍ରଥମ ଶ୍ରେଣୀର କର୍ମୀ ହେବାକୁ ଚାହୁଁ। ତ ପ୍ରଥମ ଶ୍ରେଣୀର କର୍ମୀ ହେଲେ ହିଁ ଆମ ଜୀବନରେ ସିଦ୍ଧି ଲାଭ ହୁଏ।
नुह कि तापर आसुची सिद्धि लाभ करने आम जीवन में अनेक प्रकार बाधा आसे जमती विरक्ति क्रोध एगुड़िक हूँ आम जीवन में सिद्धि लाभ कर बाटरे गोटे विराट बाधा। तो ये बाधा कहीं आसे विरक्ति कहीं आसे ना बारंबार गोटे जिनस करने को जाए भूल हो जाए से विरक्ति आसे। विरक्ति आसीगले आम कौन कर छाड़ फिंग दे से कामटा छाड़ हेले कौन मोर कार्यटा सिद्धि हो पार कार्यटा सिद्धि हो पार। तो यही बाधा विपत्ति को किपरि भाव नियंत्रण करी आमे कार्यटा को सुसंपन्न करि पारे सेटा ही मुख्य। आ से भाव में आगे गले ही आमर कार्य सिद्धि लाभ हो। आउ जदि आमे सेमती विरक्त और क्रोध जात होले से क्रोध रे और विरक्ति द्वारा जो विपद आम सम्मुख आसूची तापाई आमको शक्त ही रही तेणुक कहते ठाकुर कहते जे चेष्टा कर दुख कर नहीं कातर हुओ नहीं सफलता आसीब ही आसीब। एगुड़िक न कले आमर सफलता आसीब। पुणी ठाकुर कहते जे कार्यकुशल अर्थात सुंदर भाव में कौन सी कार्यटा को करवा संपन्न करवा नुह कि। तो ये कार्यकुशल कौन एमती गोटे पितृदेव गोटे उदाहरण देते जे मन कर तुम बापा तुमको गोटे सिलाई करने शर्ट सिलाई तमें सीटा सिलाई कल सुंदर भाव में कल किंतु बापा जो आसिले से तुम कहल मु इटा सिलेबा छुंची नहीं एटा नहीं सेटा नहीं माँ पाखे मागिकी बहुत कष्ट रे एटा को सिलेची एमती भाव में कथा कहबाक लगिल। अर्थात तुम्हें यही कथा कहबार कौन सी आवश्यकता अच्छी यही कथा शुणिले तुम बापा जी खुशी होते से खुशी हो पारे नहीं। अर्थात यहाँ हूँ दुखर प्रलाप। तेणुक ठाकुर कहते कार्यकुशल चिन्ह दुखर प्रलाप नुह। तो आमती भाव में जदि किए एमती कहती आम अधिकांश समय आम मैंने एमती कर मुझे केते कष्ट कर तुम जाच कि। तो एथिरे किंतु यही आम दुखर प्रलाप करुले आम जदि करूँ आमर कथा शुणापी कहीं चाहिए नहीं विरक्त हो। आज जो बाणीटी पाठ करुच्ची बाणी सुस्पष्ट जीव जे असिद्धि कहीं आसुची असिद्धि आसबार मूल कारण कौन। परम पूर्णमय श्री ठाकुर सत्यानुष्ठान आउ गोटे बाणी अच्छी उत्तेजित मस्तिष्क और वृथा आडंबरयुक्त चिंता यही दुईटी ही असिद्धिर लक्षण। हेले उत्तेजित मस्तिष्क विषय में परम पूज्यपाद श्री बरदा कौन कहते आपण सम्मुख में तुली धरती। श्री श्री बरदा कथाटी को बुझाइबा जाई कहले जे तुमको कार्यटी दिगला बाइंडिंग करने बुक बाइंडिंग कार्यटी करने दिगला किंतु कार्य करने को जाई तुम उत्तेजित हल कहीं उत्तेजित हल कठिन कथाटा को ठाकुर अति सहज कहीदेले जे कौन सी कार्य करने को गले करने चेष्टा कले असिद्धि किपरि असिद्ध किपरि हुए। उत्तेजित मस्तिष्क और वृथा आडंबरयुक्त चिंता ही हैला यार मूल कारण। तुमको 500 पेपर दिगला आलोचनार पत्रिकाटी बनवाई फोल्ड करने से तुम भाविल एत गुड़िए फोल्ड करार अच्छी हौ टिके एक जाइए आसवा टिके बीड़ी पी नेवा टिके कथा निवा तापर करवा यही कथा भाबू भाबू यही सब करू करू आउ जड़े सी 200 पेज फोल्ड कर पकेला। यह देखी तुम शीघ्र शीघ्र जाइए कामटी आरंभ कल एवं उल्टा कर पकेल कामटी ठीक भाव है जिते बड़े सुपरभाइजर पर्यवेक्षणकारी यहाँ देखिले से रागी गले अर्थात से कार्यटी सुंदर हो पारानी सुंदर भाव में हो पारानी। आउ आडंबरयुक्त चिंता कौन छोट गोटे पार्ट बनइबू
এই ভাବରେ হাজার হাজার পার্টস তৈরি করিকি মু বিকিবি। এই প্রকার ন ভাবিকি যদি গোটে গোটে করিকি আমি পার্টস বনাইবাটা শেষ করে থাকতু, তেবে এই হাজারটা পার্টস বনাইবার স্বপ্নটা সাকার হয়ে থাকতা। এটা কোণ হল বৃথা আড়ম্বরযুক্ত চিন্তা। কর্ম প্রতি চিন্তা ন করিকি আমি এইটা করবু সেটা করবু, এমতি হব সেমতি দিবা স্বপ্ন দেখবা আরম্ভ। পৃথ্বীদেব শ্ରୀ ଶ୍ରୀ ବଡ଼ଦା କହୁଛନ୍ତି ପୁଣି ଯେ ଜଣେ ମିସ୍ତ୍ରୀ ଥିଲେ, ସେ ମେସିନ୍ର ଛୁଞ୍ଚି ଭାଙ୍ଗିଗଲେ ଠିକ୍ କରୁଥିଲେ, ଯୋଡ଼ି ଦେଉଥିଲେ। କିନ୍ତୁ ସେଇ କାମଟା ବାଦ ଦେଇ ସେ ମିସ୍ତ୍ରୀ ଭାବିବାକୁ ଲାଗିଲେ ଯେ ଏହି ଛୁଞ୍ଚି ହିଁ ମୁଁ ତିଆରି କରିବି। ଏମିତି ପ୍ଲାନ୍ କରି ଚାଲିଲେ, ପ୍ଲାନ୍ କରି ହିଁ ଚାଲିଲେ, ଆଉ ସେ ପରିକଳ୍ପନା ବାସ୍ତବରେ ଫଳିଲା ନାହିଁ। ହୁଏତ ଏମିତି ଭାବରେ ପୁଅକୁ ଔଷଧ ଖୁଆଇବା କଥା ଖୁଆଇବାକୁ ଯାଉଛ, ଆଉ ଏମିତି ପାଟିତୁଣ୍ଡ କରି ଶେଷରେ ସେ ଔଷଧ ଥିବା ଗ୍ଲାସଟାକୁ ହିଁ ଭାଙ୍ଗି ପକାଇଲ। ଏମିତି ପାବନାରେ ଚକ୍ରପାଣିଦା ସେଇ ପାବନାରେ ରହିବା ବେଳଠୁ ସୌରଜଗତର ମେସିନ୍ ତିଆରି କରୁଥିଲେ, ତାହା ଏବେ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେଇପାରିଲାନି। ତ ଏଇ ପ୍ରକାର ଚିନ୍ତାଧାରା ହେଉଛି ବୃଥା ଆଡ଼ମ୍ବର ଯୁକ୍ତ ଚିନ୍ତା। ଆଉ এইଭଳି ଉତ୍ତେଜିତ ହେଲେ ବା ବୃଥା ଆଡ଼ମ୍ବର ଯୁକ୍ତ ଚିନ୍ତା କଲେ କ'ଣ ହେବ, ଆମର ଅସିଦ୍ଧି ଆସିବାଟା ନିଶ୍ଚିତ। ଆଉ এইଗୁଡ଼ିକୁ ତ୍ୟାଗ କଲେ ଜଷ୍ଟ ଏହାର ଉଲ୍ଟା ଯଦି ଆମେ କରିବା ହେଲେ ସିଦ୍ଧି ଲାଭ କରିପାରିବା। ତେଣୁକରି এই ଯେଉଁ ସିଦ୍ଧି କିପରି ଲାଭ ହେଉଛି ନା, ସିଦ୍ଧି କେତେବେଳେ ଆସେ, ଯେତେବେଳେ ଶାନ୍ତ ଓ ସଂଯତ ଭାବରେ ଚିନ୍ତା କଲେ, କମ୍ କଥା କହିକି ଅଧିକ କାର୍ଯ୍ୟ କଲେ, ବାହାରରେ ବାହ୍ୟିକ ପ୍ରଦର୍ଶନ ବଦଳରେ ଅନ୍ତର୍ଗତ ପ୍ରସ୍ତୁତି କରିବା, ଧୈର୍ଯ୍ୟ ଓ ସ୍ଥାୟିତ୍ୱ କାର୍ଯ୍ୟରେ। ଯେଉଁ ମଣିଷ ବାସ୍ତବରେ ଅଗ୍ରସର ହେଉଛନ୍ତି, ସିଏ ସାଧାରଣତଃ ଚୁପଚାପ ହିଁ ନୀରବତାର ସହିତ ଆଗେଇ ଚାଲେ। ସିଦ୍ଧି ଆସେ କେବଳ ଶାନ୍ତ ମନରେ, ସହଜ ଭାବରେ ଚିନ୍ତା, ଗଭୀର କର୍ମରୁ। ଶବ୍ଦରେ ନୁହଁ, ପାଟିରେ କହିଲେ ହେବ ନାହିଁ କି କାର୍ଯ୍ୟ ଯେତିକି କରୁଛୁ ତାଠୁ ଅଧିକ ପ୍ରଚାର, ସାଧନା ଠାରୁ ପ୍ରଦର୍ଶନ ଅଧିକ। এইଭଳି ମାନସିକତା ମଣିଷକୁ ଫଳହୀନ ଓ ବ୍ୟସ୍ତତାରେ ଫସାଇ ଦିଏ। ଯେଉଁଭଳି ଆଡ଼ମ୍ବର ଯଦି ଅଧିକ ହୁଏ, ସେଠି ପ୍ରସ୍ତୁତି କମ୍ ହେଇଯାଏ, ଆଉ ପ୍ରସ୍ତୁତି ଛଡ଼ା ସିଦ୍ଧ କାମ ହେଇପାରେନି। ଅସିଦ୍ଧି ସେଇଠି ହିଁ ଜନ୍ମ ନିଏ, ଯେଉଁଠି ଉତ୍ତେଜିତ ମସ୍ତିଷ୍କ ଓ ବୃଥା ଆଡ଼ମ୍ବର ଯୁକ୍ତ ଚିନ୍ତା ରହିଥାଏ। ତ ଆଜି ପାଇଁ ଏତିକି। ନେକ୍ସଟ ଭିଡ଼ିଓ ପୁଣି ଦେଖା ହେବ ପରମପ୍ରମା ଶ୍ରୀ ଠାକୁରଙ୍କର ଆହୁରି ଅନ୍ୟ ଗୋଟେ ଆଦେଶ। ସେତିକି ସମୟ ପର୍ଯ୍ୟନ୍ତ ଜୟ ଗୁରୁ, ବନ୍ଦେ ପୁରୁଷୋତ୍ତମ।